तेबे आज अर्थात जून 13 शुक्रवार आजिकार पाणीपाग अपडेट आसी जाइछि। आज संध्या पर्यंत समुदाय 8टी जिला को प्रबल वर्षा ता सहित बिजुली घड़घड़ी एवं झटका पवन बहिब बोली ଏହି 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ପାଇଁ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏହି 8ଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ କେବଳ ପାଗ ମେଘୁଆ ରହିବା ସହିତ ବିଜୁଳି ଘଡ଼ଘଡ଼ି ହେବ ତା ସହିତ ପବନ ମଧ୍ୟ ବହିବ ବୋଲି କୁହାଯାଇଛି। ଅନ୍ୟପଟେ ପ୍ରବଳ ବର୍ଷା ହେବାକୁ ଥିବା ଏହି 8ଟି ଜିଲ୍ଲାଗୁଡ଼ିକରେ 7ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହିତ ବିଜୁଳି ଘଡ଼ଘଡ଼ି ହେବ ତା ସହିତ ଝଟକା ପବନ ବହିବ ଯାହାର ବେଗ ରହିବ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବୋଲି କୁହାଯାଇଛି। ଅନ୍ୟପଟେ ମୌସୁମୀକୁ ନେଇ ମଧ୍ୟ ବଡ଼ ଖବର ଦେଇଛି ପାଣିପାଗ ବିଭାଗ। ଲମ୍ବା ବିରତି ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲେଉଟିଛି। ଆସନ୍ତା 5 ଦିନ ଭିତରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ମୌସୁମୀକୁ ନେଇ ସମ୍ପୂର୍ଣ୍ଣ ଖବରଟି କ'ଣ ରହିଛି ତା ସହିତ ଆଜି କେଉଁ 8ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। କଭରେଜ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ ପ୍ରତିଦିନ ପାଣିପାଗ ସମ୍ବନ୍ଧୀୟ ସମସ୍ତ ଅପଡେଟ୍ ସୂଚନା ସବୁ ଜାଣିପାରିବେ। ତେବେ ଫେରିଲା ମୌସୁମୀ 17 ଯାଏଁ ପ୍ରବଳ ବର୍ଷା ସମ୍ଭାବନା 2ରୁ 4 ଡିଗ୍ରୀ ଖସିବ ପାରଦ। ଅନ୍ୟପଟେ ସକ୍ରିୟ ହେଲା ମୌସୁମୀ ତାତିରେ ଲାଗିବ ବ୍ରେକ୍। କିଛି ଦିନର ବିରତି ପରେ ପୁଣି ଫେରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 2 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅଧାରୁ ଅଧିକାଂଶ ଜିଲ୍ଲାକୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା 24 ଘଣ୍ଟା ପରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ୍ ରାଜ୍ୟର କମିପାରେ ବୋଲି କୁହାଯାଇଛି। ଆଉ ଏହାରି ମଧ୍ୟରେ ଆଜି ଅର୍ଥାତ୍ 13 ଜୁନ୍ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହିତ ବିଜୁଳି ଘଡ଼ଘଡ଼ି ହେବ ବୋଲି କହିଛି ଏବଂ ଖାସ୍ କରିକି 8ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ବର୍ତ୍ତମାନ ଜାଣିନେବା କେଉଁ 8ଟି ଜିଲ୍ଲାରେ ସବୁ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ସେ 8ଟି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା।